ମୁଁ ଜଗନ୍ନାଥ, ମୁଁ ଜଗତର ନାଥ, ମୋ ସ୍ରଷ୍ଟା, ମୋ ସୃଷ୍ଟି, ମୁଁ ହିଁ ବିଲୟ। ଭଗବାନଙ୍କ ଆଶ୍ରୟରେ ଥିବା ଲୋକମାନେ ଭଗବାନଙ୍କର କହିଥିବା କାର୍ଯ୍ୟ ମାନିଲେ ନାହିଁ। ସେଥିପାଇଁ ଭଗବାନ ତାଙ୍କୁ ଶତ୍ରୁକୁ ତାଙ୍କର ଆଶ୍ରୟ ଥିବା ଲୋକେ ମାନଙ୍କର ଗୁଲାମୀ କରିବା ପାଇଁ ଦେଲେ। ସେମାନଙ୍କୁ ନିଦର ଶୋଆଇବା ବାଲା ନିଶା ଦେଇକି ତାଙ୍କୁ ବାବୁଲ ଦେଶକୁ ପଠାଇଲେ। ସେହିମାନଙ୍କ ମଧ୍ୟରୁ ବାବୁଲ ଗାଁରେ ଏକ ଦାନିଏଲ ନାମକ ବ୍ୟକ୍ତି ଥିଲେ। ସେ ଭଗବାନଙ୍କ ଉପରେ ବହୁତ ଭରସା ଥିଲା। ତାଙ୍କ ଦିନରେ 3 ଥର ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ଦାନିଏଲ ଉପର ଭଗବାନଙ୍କ ଆଶୀର୍ବାଦ ମିଳିଲା ପରେ ଦାନିଏଲ ଜଣେ ଅଦ୍ଭୁତ ଲୋକ ବଣିଲେ। କିଛି ଲୋକ ଦାନିଏଲକୁ ହିଂସା କରୁଥିଲେ। ଏଥିପାଇଁ ସେମାନେ ଏକ ନୂତନ ନିୟମ ବନେଇଲେ। ଭଗବାନଙ୍କୁ କେବଳ ରାଜା ହିଁ ପ୍ରାର୍ଥନା କରିପାରିବେ, ଅନ୍ୟ କେହି କରିପାରିବେ ନାହିଁ ବୋଲିକି ଏକ ନିୟମ ତିଆରି କରାଗଲା। ଯଦି ଯିଏ ବି ଏହି ନିୟମକୁ ଭାଙ୍ଗିବ ସେହି ବ୍ୟକ୍ତିଙ୍କୁ ବାଘଙ୍କ ମୁହଁରେ ଫିଙ୍ଗି ଦିଆଯିବ କହିଲେ। ଦାନିଏଲ ଭଗବାନଙ୍କୁ ପ୍ରାର୍ଥନା କରୁଥିବା ବେଳେ ଏହି ଲୋକମାନେ ଧରି ପକାଇଲେ। ରାଜା ଦୁଃଖିତ ଥିଲେ, କାହିଁକି ନା ରାଜା ଦାନିଏଲକୁ ଭଲ ପାଉଥିଲେ। ରାଜା ଜାଣିଥିଲେ ଯେ ଦାନିଏଲ କୁ ଫସାଉଛନ୍ତି, କିନ୍ତୁ ରାଜା ନିୟମ ବଦଳାଇ ପାରିଲେ ନାହିଁ। ତାପରେ ଦାନିଏଲକୁ ନେଇକି ବାଘଙ୍କର ଗୁମ୍ଫାରେ ଫିଙ୍ଗିଦେଲେ। ଯେତେବେଳେ ଗୁମ୍ଫାରେ ପକାଇଲେ ବାଘଗୁଡ଼ିକ ଦାନିଏଲ ପାଖକୁ ପଳେଇ ଆସିଲେ। ଯେତେବେଳେ ବାଘଗୁଡ଼ିକ ଦାନିଏଲ ପାଖକୁ ଆସିଲେ ସେତେବେଳେ ଭଗବାନ ତାଙ୍କ ସ୍ୱର୍ଗରୁ ଏକ ଦୂତଟିକୁ ପଠାଇଲେ। ଦୂତଟି ଆସିକି ବାଘମାନଙ୍କର ମୁହଁକୁ ବନ୍ଦ କରିଦେଲେ। ଦାନିଏଲ ନ ଡରିକି ରାତିଟିକୁ ଆରାମରେ କାଟିଲେ। ଯେତେବେଳେ ସକାଳ ହେଲା ରାଜା ନିଜେ ଧାଇଁକି ଗଲେ ଦାନିଏଲ ବଞ୍ଚିଛନ୍ତି କି ନାହିଁ ବୋଲିକି। ଯେତେବେଳେ ଦେଖିଲେ ଯେ ଦାନିଏଲ ବଞ୍ଚିଛନ୍ତି ସେତେବେଳେ ରାଜା ପଚାରିଲେ। ଦାନିଏଲ କହିଲେ ଯେ ମୋତେ ଭଗବାନ ବଞ୍ଚାଇଲେ। ରାଜା ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେତେବେଳେ ରାଜା ଦାନିଏଲକୁ ଗୁମ୍ଫାରୁ ବାହାର କଲେ ଏବଂ ଦାନିଏଲକୁ ଯିଏ ବ୍ୟକ୍ତିମାନେ ଫସାଇଥିଲେ ସେ ବ୍ୟକ୍ତିମାନଙ୍କୁ ରାଜା ସେହି ଗୁମ୍ଫାରେ ଫିଙ୍ଗିଦେଲେ ଏବଂ ଦାନିଏଲକୁ ନେଇକି ରାଜଦରବାରରେ ରଖିଲେ।